যদি বলিষ্ঠ গায়ক জনে ভুল কলে সংস্কৃতি নষ্ট ହେଇଯିବ। ଆପଣ କହିବେନି ଓ ପିଲା ଲୋକ କଣ ଶିଖିଛି ଯାହା ଗୁରୁ ଦେଇଥିଲା କହିଦେଲା ଭୁଲ କଥା ପିଲା ଏ ଗାୟକକୁ ଚଳିବ। ଆଜି କଲ୍ୟାଣ କର୍ତ୍ତା କିଏ ପ୍ରଥମ ଗାୟକ ଯୋଉ ବାଟରେ ଯାଇଛନ୍ତି ଦ୍ୱିତୀୟ ଗାୟକ ସେଇ ବାଟରେ ଯିବ। ଅସୁରଟା କଥା ଟିକେ ସଜାଡ଼ିବ। ଏହା ହେଲା ପାଲାର କର୍ତ୍ତବ୍ୟ। ପ୍ରଥମତଃ ଗାୟକ କହିଲେ ଦଶାଗ୍ରେ ପତ୍ର କରନ୍ତି ଜଗନ୍ନାଥଙ୍କୁ ପରାଧାରିତ ହେଲା। ଆହା ଧନ୍ୟବାଦ କାହିଁକି ଧନ୍ୟବାଦ ମୋ ଭାଇକି ଦଉଛି ନା ପବିତ୍ର ଉତ୍କଳ ଭୂମିରେ ପ୍ରଥମ କାର୍ଯ୍ୟ ଆରମ୍ଭ କଲେ ଜଗନ୍ନାଥ ବ୍ୟତୀତ ଯଦି ଅନ୍ୟ କୌଣସି ଦେବାଦେବୀଙ୍କ ନାମ ଆପଣ ଧରନ୍ତି ଆଜ୍ଞା ତାହେଲେ କିଛି ଭୁଲ ହେଇଯିବ। ମୁଁ କାଲି କହିଥିଲି ପଶ୍ଚିମରେ ଆପଣଙ୍କ ଦକ୍ଷିଣରେ ସୁବର୍ଣ୍ଣ ରେଖା ଉତ୍ତରରେ ଋଷିକୁଲିଆ ଉତ୍ତରରେ ସୁବର୍ଣ୍ଣ ରେଖା ମଝିରେ ମହାନଦୀ ଏଇ ହେଲା ଜଗନ୍ନାଥଙ୍କର କ୍ଷେତ୍ର। କାହିଁକି ନା ଅପପ୍ରାଦ ଅପମାର୍ଗ ପଦ୍ମଦେଶଂ ଆଦିରାଶି ଜନାର୍ଦ୍ଦନଂ ତତ୍ରାବିୟଂ চন্দ্রদেশং সর্বেষাং মুক্তামস্মৃতঃ। পতি ভাই ये पाला सुनो 30 ବର୍ଷ ତଳେ ଯୋଉ ପାଲା ଆଜି ବି ସେଇ ପାଲା ପରିବର୍ତ୍ତନଶୀଳ ଦୁନିଆ। କବି ହେଲେ ବ୍ୟାସ ବହିଲା ସ୍କନ୍ଧ ପୁରାଣ। କାହିଁକି ଉତ୍କଳ ପବିତ୍ର ନା ଅପବାଦ ପ୍ରବୋଧେଶାଂ ମାଦିରାଶି ଜନାର୍ଦ୍ଦନ ମୁକ୍ତି ପ୍ରଦାନକାରୀ ଜଗନ୍ନାଥ ଯେତେବେଳେ ଉତ୍ତର ଦେଶରେ ଅଛନ୍ତି ଓଡ଼ିଶାରେ ଅଛନ୍ତି ସର୍ବେଷାଂ ମୁକ୍ତମସ୍ମୃତଃ। ଉତ୍କଳ ହେଲା ପବିତ୍ର ଉତ୍ତମ ଦେଶ। ଏଠି ମୁଖ୍ୟ ଦେବତା ଜଗନ୍ନାଥଙ୍କୁ ଛାଡ଼ି ଯଦି ଅନ୍ୟ ଦେବାଦେବୀକି ଆପଣ ଆଣନ୍ତି କିଛି ଭୁଲ ହେଇଯିବ। ଏଇ ଦୃଷ୍ଟିରୁ ସ୍ୱାଗତ ଯୋଗ୍ୟ। କବି ସାରିଆ ସାରିଆ ଗୋଟେ କୋନ ସାରିଆ ଇଏ କଣ କିଏ ଲେଖିଛି ଏପର୍ଯ୍ୟନ୍ତ ଅମୀମାଂସିକ ମୀମାଂସା ହେଇପାରୁନି। ବେଲେ କରୁଣ ଗାୟକ ବୋଲିଲେ ଏ ଗାୟକ ବୋଲିଲେ ମୋହନପୁର ଆମର ଯୋଉ ପିଲା ଦିଟା ଆଇଥିଲେ ସିଏ ବି ବୋଲିଲେ ପରାମଳ ଯୋଉ ପିଲା ଆଇଥିଲେ ଆମର ସିଏ ବି ବୋଲିଲେ କାହିଁକି ଲାଭ କଣ ହେଲା? ଗରୁଡ ପଛରେ ଦେଖ ଆମେ ସମସ୍ତେ ଯାଇ ପଛରେ ଠିଆ ହେଲା। ଆରେ ହରେ କୃଷ୍ଣ ପାଗେଳା ପଛ କିଏ କି ପଛ ପଟୁ ଏପଟ ତୁ ଆଗ ନା କାଲି ଯାହା ଦାସ କହିଛି ଯଦି ଆଜି ତା କହିବ ଆପଣ କଣ କହିବେ? ଆଜ୍ଞା ପଛ କଥା ଛାଡୁନା ଆଜି କଣ କହିବା କଥା କହୁନା। ତାହେଲେ ପଛ କହିଲେ ଗତକାଲି ବାବୁଲି ମୋ ପତି ଭାଇ ପଇସା ଦବ ନିଏ ये किलो नदी की फिंगी दबा जहाँ ताकू पैसा दबा काहे गोटाए कथा आदि लेट रही गलानी तमे पड़ी जाई आमे ब्राह्मणिया लोक 12टा एही पटे खाइया कोनटा 12टा सेपट को चाली गले सर अग्नि जा ब्राह्मण से निया डोलिला 12:30 हेई गला मु खबर पठे रोसिया भाई कोन रोटी सरी नाही बोले हो आज्ञा सरी गला खाली भातटा गाइली बारटा में जतो बले भातटा को हाथी रे गोटी भात आनिले आज्ञा बोले हेई गलानी गोटा को भी समकी गला हेई गला समकी भी छिपुना बडी ना आजि बाई तुई नाही हांडी जाको भात छिपा हबनी गोटी छिपा गोटी भात हेई गलानी माने हांडी सारा भात हेई गला गोटी हेई कि माने जमा हांडी सारा हेई
ମୋ ଭାଇର ଯଦି ଗୋଟିଏ ଭୁଲ ମୁଁ ଭାବିବି ଆଜ୍ଞା ଛତି ମଲା ଏଇ ପାଲା ଚାରି ଗୋଟା ସବୁ ଗରୁଡ଼ା ପଛରେ ଦେଖ ପଛ ଗତକାଲି ଆଜ୍ଞା ତୁ ଗତକାଲି କୋଉଠୁ ଥିଲୁ? ଗତକାଲି ରାୟଗଡ଼ା ତା ଗତକାଲି ପୁରୀ ତା ଗତକାଲି କେନ୍ଦୁଝର ତା ଗତକାଲି ଗାଁରେ ପ୍ରଶ୍ନକର୍ତ୍ତା ପଚାରି ଚାଲିଲେ ତା ଗତକାଲି କାଲି ଘରେ ତା ଗତକାଲି ବହୁତ କେତେବେଳେ ଉପସ୍ଥିତ ଯେତିକି ସବୁ ସଜ୍ଜନ ମାନେ ଅଛେ ମା ଝିଅ ଭଉଣୀ ମାନେ ଅଛେ ପାଲା କେମିତି ହୁଏ ଏକାଧିକ କାରଣରେ ଗାୟକ ଗୋଟିଏ ମନ୍ତ୍ରକୁ ଆସିଲେ ଆଜ୍ଞା ଏ ବର୍ଷ ଯାହା କହିକି ଦାସ ଯଦି 50 ବର୍ଷ ଆସେ ଆଜ୍ଞା ସେଇ କଥା ହବନି ଆଉ ନୂଆ କଥା ତାହେଲେ ଆପଣ ଜାଣିବେ ଗାୟକ କିଛି ଜାଣିছে ତାହେଲେ ପଛ ହଉଛି ମାତୃଗର୍ଭ ଆଗ ଆମେ ପଛରୁ ଆସିଲେ ମା ଗର୍ଭରୁ ଆସିଲେ ଆଗକୁ ଯିବା ଆଗ କିଏ ଦାସିଆ ବାଉରି କହିଲେ ହେଲେ ମାକୁ ଛାଡ଼ିଦେଲେ ମାଉସୀ ବାପା ମରିଗଲେ ପିଉସୀ ନା ଭାଇ ବାବୁ ଭୁଲ କହିଲି ମା ବୋଲେ ମାଉସୀ ଥବ ମାଉସୀ ମୋ ଘର ଯିବୁ ପତି ଭାଇ କହିଲେ ଜଗନ୍ନାଥଙ୍କର ମୂଳ ନାହିଁ କି ହବ ନାହିଁ ଆରେ ଭାଇ ତୋ ପାଳରେ ମୂଳ ଅଛି ନା ନାରଦକୁ ବ୍ରହ୍ମା ପଚାରିଲେ କୁଆଡ଼େ ତ୍ରୈଲୋକ୍ୟ ଭ୍ରମତେ ନିତ୍ୟଂ ଯଥା ସୂର୍ଯ୍ୟ ସାଗର ସୂର୍ଯ୍ୟ ଚନ୍ଦ୍ର ତ୍ରୈଲୋକ୍ୟ ଭ୍ରମଣ କରନ୍ତି ହୃଦୟ ହସ୍ତ ପର୍ବତକୁ ସ୍ପର୍ଶ କରନ୍ତି ନାରଦ ଯୁଆଡ଼େ ଯାଆନ୍ତୁ ପ୍ରତ୍ୟେକ ଦିନ ତାଙ୍କ ବାପା ବ୍ରହ୍ମାଙ୍କୁ ଦର୍ଶନ କରନ୍ତି ଭୁଲ କହିଲ କାହିଁକି କହିଲେ ଭକ୍ତି ପରାମ ପିତା ମହାଭାଷୀ ଦେଶୁ ବହୁମତାନି ତପୋବନାନି ସତ୍ୟଂ ବକ୍ତିନି କରତା ଗ୍ରହତା ସବିରା ଭୀମ କଠିନ କହ ପ୍ରିୟା ଗଭୀର ଭାଷ ଚରିତ୍ର ନାଟକ ନାରଦ କାହିଁକି ପ୍ରିୟ ନା ଭକ୍ତି ପରା ମମ ପିତାମହ ଭାଷୀ ଦେଶୁ ମୋ ପିତା ପିତାମହ ବ୍ରହ୍ମା ଯାହା କହନ୍ତି ମୁଁ ତାକୁ ପାଳନ କରେ ବିଶ୍ୱରେ ଯିଏ ବାପାଙ୍କ କଥା ଭକ୍ତିରେ ପାଳନ କରିଛି ସିଏ ନାରଦ ପୁନଃ ସତ୍ୟଂ ବକ୍ରିମି ତାଙ୍କ ଜୀବନରେ ସେ ମିଛ କହିନାହାନ୍ତି ସତ ଯିଏ କହେ କହି ସେଇଥିଲା ମୁଁ ଯଦି ସତ ନ କହିବି ମୋ ଭାଇ ଯାହା କହିଛି ଠିକ କହନ୍ତି ତାହେଲେ ଭାଇ ଭାଇରେ ଭଲ ପଡନ୍ତା ମୁଁ ଠିକ କହିଲେ କାଲି ଭାଇ କହିବ ମୁଁ ଭିନ୍ନ ହେବି ଭାଇ ଦୋଷ କଲେ ତାକୁ ଭିନ୍ନ କରାଇବ ନାରୀ ଦୋଷ କଲେ ତାକୁ ପ୍ରଧାନ କରିବ ଭାଇ ତ ନାରେ 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 ହଉ ହଉ ବେଳ ଚାଲିଗଲା ପାଲା ପାଞ୍ଚ କଥା କିଏ ହବ ତା ନା ପାଲା ଏକାଧିକ କବି ଯୋଉ ପାଲା ପସନ୍ଦ ସେ ପାଲା ହେଇପାରିବ ନା ଆଜି କବି ସାରଳା ଦାସ କହିଲେ ଭାଇ ଭାଇ ଫଳି ଭଳି ବୋଲିରେ ବାପା ସ୍ଥାପନ ସ୍ଥାପନ ଯେତିକି ଜମି ଯେତିକି ଭାଇ ସେତିକି ଭାଗ କରିଦବ ଭାଇ ତୋ ଭାଗରେ ତୁ ରହ ମୋ ଭାଗରେ ଏଭଳି ଗାଁ ନାହିଁ ଯୋଉଠି ଦଳୀୟ ମନୋଭାବ ନାହିଁ ଦଳ କହିଲେ ତିନି ଦଳ ଆମେ ବୁଝୁଛୁ ବିଜେପି ବିଜେଡି କଂଗ୍ରେସ ଏବେ କମ୍ୟୁନିଷ୍ଟ ବି ଅଛନ୍ତି ଆମ ସବୁ ଦଳ ଦଳ ରହିବ ଗାଁରେ ଗାଁ ବି ରହିବ ଆରେ ଭାଇ ଦଳ ପାଖରେ ପାର୍ଟି କଥା ମାଟି ପାଖରେ ମାଟି କଥା ମାଟିକି ଛାଡ଼ି ଦେଇ ଦିଏ ପାର୍ଟିକି ଖୋଜିଲା ସେ ଭୁଲ ବାଟକୁ ଚାଲିଗଲା ଆଗ ମାଟି ପଛରେ ପାର୍ଟି ଆଜି ଆମ ଗାଉଁଲି ଭାଷାରେ ଆଗ ମା ଭଇକା ନା ଆଗ ଗାଁ ଭଇକା ଗାଁ ଆଜ୍ଞା ଆଗ ଗାଁ ମୋ ମା ମୋ ଏଇ ଗାଁରେ ମୋ ବାପା ଏଇ ଗାଁରେ ମୋ ମା ତମେ ବସିବନି ପାଲା ଆମେ କାହାକୁ ଚେୟାରକୁ ବିକ୍ରି କରିବୁ
চেয়ার কোটি পড়ুথলা না ମୁଁ ଏଇଥର ଦେଖି ଆମେ ଅଖା ବାଡ଼ିକିରି ବସି ପାଲା ଶୁଣିଲା ଆପଣଙ୍କ ପାଇଁ କାହିଁ ଚେୟାର ପଡ଼ିଲା ନା ଆମ ପିଲା ଆଉ ପାଲା ଶୁଣୁନା ନାଇଁ ନାଇଁ କାହିଁ ଶୁଣିଲେନି ନା ତାଙ୍କ ମା ମାନେ ସିରିଏଲ ଦେଖିକି ତାକୁ ଜନ୍ମ ଦେଲେ ଯୁଆଡେ ଦେଖିବେ ସାଡେ ପଳେଇବେ ମା ଯଦି ପାଲା ଶୁଣିକି ଜନ୍ମ ଦେଇଥାନ୍ତା ଏ ପିଲା ସବୁ ଇଏ ରାଧାପୁରରେ ପିଲା ନା ପୁଅ ଝିଅ ଆଗରେ ବସନ୍ତେନି ଦେଖି କାଲି ମେଲୁଡି ହଉ ଯୋଉ ଗୋଟିଏ ବୁଢାକୁ ଚେୟାର ମିଳିବ ମତେ ଫିଲ୍ ଅପ ହେଇଯାଇଥିବ ସାଉ ଭାଉକୁ ବାଣ ଦେଖିବ ରବଡ଼ିନା ଆରେ ନିଶାସ ରହ ଡାକିବା ତାହେଲେ ଆସୁ କି ସାରଳା ଦାସ କି ଉପାଦାନ ଦେଲେ ଭାଇ ଯଦି ଦୋଷ କଲା କଳି କରନି ନା ଯେତେ ଭାଇ ସେତେ ଘର ତାକୁ ସ୍ଥାବର ଜମି ଦେଇଦିଅ କାହିଁକି ବୋଲେ କପିଳା ପ୍ରତିଦାନେ ନା ଭୂମି ହତ୍ୟା ନ ସଂଖ୍ୟାତେ ବୃହସ୍ପତି ସଂଗୀତା ଗୋଟିଏ କପିଳା ସମ କାମ ଧେନୁ ଗାଈ ଦାନ ଦେଲେ ଯେତିକି ପୁଣ୍ୟ ତାର ଆଙ୍ଗୁଳି ଜାଗା ଯଦି ଅପହରଣ କରିଛନ୍ତି ସେ ପାପର ମୁକ୍ତି ମା ହରଣ ମାତୃ ହରଣ କଲେ ଯେତିକି ଦୋଷ ପରର ଆଙ୍ଗୁଳି ଜାଗା ନେଇଗଲେ ସେତିକି ଦୋଷ ନା ପିଇବାକୁ ଆମେ ପାଲାରେ ବେଶୀ 3.5 ବାଟି ଜମି শেষ ଭାଇ ବଡ଼ ପାଲା ଗାୟକ ଭାଇ ସହିତ କଳି ବାର ବୁଝେଇକି ତା ବାଡରେ ସିଆଡେ ବୁଝଉଛି କାହାର ଜମି ନ ନା ଦୁର୍ଯ୍ୟୋଧନ କଣ କହିଲା କହିଲା ଆରେ କର୍ଣ୍ଣ ଆରେ ଶକୁନି ଆରେ ବୈତ୍ର ଆରେ ଭାଇ ମୁଁ ଭୁଲ କରିଦେଲି ଭକ୍ତ ଭାତୃଭାବ ଜଗତେ ତୁମରି କୁମନ୍ତରା ଭୂସଙ୍ଗ କରି ମୋ ଭାଇ କି ଭାଗ ନଦେଇ ତମରି କଥାରେ ମୁଁ ବାଉଳା ହେଇଗଲି ହେ ବିଶ୍ୱ ଦେବତା ରକ୍ତ ନଦୀ କୂଳରେ ଲକ୍ଷ୍ମଣ କୁମାର ସଭାପତି ଦେଲା ଗଦା ଘାମ ଦେଲା ବାସ୍ତରୀ ଭାଗ ଗଦା ଦିଫାଳ ହେଇଗଲା ମାଟି ଗତ ସୃଷ୍ଟି ହେଇଗଲା ଓ ଲକ୍ଷ୍ମଣ କୁମାରକୁ ଶୋଇ ଦେଇକି ବାପା କାନ୍ଦିଲା କହିଲା ପୁଅ ମୁଁ ତତେ ମାରିଛି ମୋ ଭାଇ କି ଭାଗ ଦେଇଥିଲେ ଯାହା ପାଇଁ ମୁଁ ଏ ଜମି ଯାହା ପାଇଁ ଏ ରାଜ ମୁକୁଟ ଯାହା ପାଇଁ ଏ ରାଜ୍ୟ ସେ ମୋ ଆଗରେ ଚାଲିଗଲା ମୁଁ କାଲି କହୁଥିଲି ପକ୍କା ଘର କର ନା ପୁଅକୁ ପକ୍କା କର ପଚା ଘର ଥିଲା ପିଲା ପକ୍କା ଥିଲେ ପକ୍କା ଘର ପିଲା କଚା ପିଲା ମଦ୍ୟପାନ କରୁଛି ବାପା 3 ମହଲା କଥା କରିକି ବସିଛ ଦାଇ କିଏ ବାପା ଭାଇ ଦୁର୍ଯ୍ୟୋଧନ ବୁଝେଇ ଦେଲା କହିଲା ହିଁ ସାର୍ବଭୌମ ସମ୍ରାଟ ହିସାବରେ ପବିତ୍ର ଭାରତ ଭୂଖଣ୍ଡ ବାସିକି ମୁଁ ଆତ୍ମନିବେଦନ କରୁଛି ମୋର ପତିଏ କଥାକୁ ଆପଣ ମାନିବେ ନ କରିବ ଭାତୃ ବିବାଦ জগতের জনতা ভাতৃ বিভাগ না কান কথা তো কান কহা কথা শুননি নাই যে স্পষ্টবাদী না সে মুহরে কর মিথ্যা কিଏ কয়ে না ଆପଣଙ୍କ କାନରେ ଯିଏ କରେ ଏଇଠି ପତି ମହୋଦୟ ତମେ କାଲି ଆସିନଥିଲ ଲକ୍ଷ୍ମୀଧର ଦାସ କୁମାର ଏଇ କଥା କହୁଥିଲା ଯେତେବେଳେ ବନମାଳୀ ପ୍ରତି ଜାଣିବେ ଯଦି ବିବେକୀୟ ଲୋକ ମୋ କାନରେ କହୁଛି ମାନେ ଏଇଟା ମିଛ ମଞ୍ଚରେ କହୁଛି ଯାହା ସତ୍ୟ କହୁଛି ବସା ମାତୃଗର ସେଇଠି ଯେ ଜଗନ୍ନାଥଙ୍କୁ ଦେଖିନି ସେ ବାହାରେ ଦେଖିଲେ ସେଠି କିଏ ଦେଖେଇବ ମା ଦେଖିବ ମା ଯଦି ହବ ମହାନ ପିଲା ମା ଯଦି ଅଜ୍ଞାନ ପିଲା କହୁ ପାଇବ ସଜ୍ଞାନ ଗୋଟାଏ ଚଙ୍କୁ ଆପଣ ମାନଙ୍କର କବିଶ୍ୱରୀୟ ବଳଦେବ ଯୋଉଠି ଓଡିଶୀ ବୋଲା ହବ ପାଳିଆ ଯୋଉଟା ବୁଲିବେ ଯଦି ଗାଁ ବୁଲିଲା ତାହେଲେ ପାଳିଆ
ଆଜିକାଲି ଆପଣ କହୁଥିଲେ ମାତୃଗର୍ଭରେ ଆଜ୍ଞା 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 ଅକର୍ମେ ବାସୁଦେବ ପ୍ରୀତି କର୍ମ କରିଲେ ମା କିଏ ହଉଛି ମା ଆଉ ନାଇଁ ନା 2026 ମସିହାରେ ମା ଖୋଜିଲେ ଆରେ ଓଡ଼ିଶାରେ ମିଳିବେ ମୋତି ନା ନା କିଏ ମିଳିବେ ଆରେ ମିଆଉ ମମ୍ମି ମିଳିବେ ମମ୍ମି ମମ୍ମି मम्मी किए माँ के वाह वाह माँ अभी अभी वो राधा ना करे बात अबे वो तो दाती भी मरा कोई न थी बती के भाग्य बोली ये जनम जुबानी गर्भवती नारी की प्रोटीन खाद्य डॉक्टर कहले पियन पुराण कहला 4 मास जो नारी गर्भवती हेती नीति भगवत कथा सुना के सुनिला कोया प्रहलाद भई को जन्म पुनः के सुनिला नीति ध्रुव भलिया पिला जन्म कला के सत्ता समय भगवत कथा सुनिला मां अंजना हनुमान को भई को जन्म कला भगवान कहले ना जगन्नाथ कहले अरे हनु जोठी रहिबी तू द्वारी ही की रह तते जे मुंडिया मारिबो तू दाह पुलिसबो खेउ एता को दर्शन आपण जगन्नाथ पाखु जाउ नांती पति की पचारि सीधा जगन्नाथ पळै जीवो बड़ा पछा को दिबा पूर्व चारिटा द्वार पूर्व द्वार रे हते हनुमान हनुमान को आगे प्रणाम करिवे 22 बाबा अतिक्रम कले जगन्नाथ दर्शन करिवे दक्षिण द्वार को दिबे हनुमान असंति रोषधर हनुमान 12 भाई हनुमान मुंडिया मारिबो कालिया पछी पश्चिम द्वार को दिबो चांदपाता हनुमान मुंडिया मारिबो उठेले ऋषिव भक्त आसीति प्रभु टिके दर्शन आपण दियो आपण जगन्नाथ को देखिबा आवश्यक नाही गोटा श्लोक बोली चित्त महाराज जगन्नाथ संत चक्र गदाधरम शंख चक्र गदा पद्म धारण करथिबा जगन्नाथ कौन मिलिबो ना पाप खेयं पा मुक्तिवान स्वेच्छया प्राप्तते ध्रुवं तमे 22 बाबा सत्यक्रम कला बेले जदि चिंता करिबो हे प्रभु मोर पाप खेय हेइ जाओ पाप खेय ना प्रभु मते मुक्ति दियो कले मुक्ति हेइ दियो पाला दी राती ना सदा कहिबो तीनटा कथा कहिबो 5 राती पाला कहिबी 5 प्रकार कथा कहिबो जेति किछु ना सेति कि बिखा ये आवाहन कालरू राधारपुर को कालरू पाला चली एरा आदि को नहीं आमे झुपड़ी घरे तीन पाला होतला पचरा तीन पाला कथा करू आमो कथा आगे किंतु पाला से 5 रे अछि बरु कमी दिबो गढिवात प्रसंग भगवत कथा श्रवण कले गरुड़ा पछरे देखो मां 9 मास गर्भरे धारण करे पिला जन्म करे 2.5 वर्ष पर्यंत स्तन्यपान दिए 4 वर्ष 4 मास 4 दिन रे विद्यारंभ करे से मां मम्मी 7 मास रे पिला जन्म करे सिजरियन पिला डॉक्टर को टंका देई कि कहयो मु गर्भ धारण करि पारिबे पिला जन्म कला शिशु खाद्य दो हे बापा मम्मी ना मां तमे देखो मम्मी कोन करबे जे के 2.5 वर्ष हबो निजे तो पालन करिवनी खाई रखि तब कामबाली रखि तब
इंग्राजी मीडियम स्कूल में पाठ पढ़े और ये वर्षर ब्याज पकई पुओ झियो दौड़िले मम्मी हसुथब डाडी हसुथबे गुरुजन आसिले मुंडिया मरिबा शिखौथले मुंडिया हम पति महोदय कहते उद्धव मुनिर बापा से कही गुरुजन आसले मुंडिया मुकुटे मुंडटा माटी तले लागी गले मु शब्दटा माने माटी नै सरल आसिला आमे तो जंगेर हाथ मरछु आजिकल का पिला मुंडिया माइले मां सिकेजी बापा सिकेजी मम्मी दादी सिकेई छथि जंगेर हाथ मारी के हाथ ले बाबा ये जे हो ये मम्मी पिला केते बाटा जीव ना देई देई कि जेते बळे प्लस 2 पाठ पढिबो महानदी सेतु दे केलो बो तोले पेट्रोल ढाली कि दिया पिले ने अपने संजोग काले साथे कि नो काने जुलुती काने रसी लगे सेते कि नो बॉयफ्रेंड सहित दाई दर्शन रो शिकार है कि कहबो मु पीड़िता तू पीड़िता ना हो तुमको पीड़ा दो ना आज्ञा ये सब मम्मी पुआ थिया तू माँ है कि वे बोली कभी नंबर सुनो बड़ माँ बोली जे प्रथम गुरु किए कि बहुत अस्तुत कहिले बोले गुरु आज्ञा खत होता ये गुरु आज्ञा खत होता तू कहि दीटा जाक पवित्र हो जाए मां मम्मी ही गले गुरु सारे ही काय गचुरे कोन फूल हो गए काली लाके अष्टम श्रेणी रो झियो ना पेन पेपर दरकार नाही कोणी स्लेट दरकार नाही आनी ठीक तम्मा अरे बोतल कोडा आलो आपण सोंतनी संडदी मा पेट ता घरु ले खो बोतल स्वयं मा तार प्रश्न जगन्नाथ पौंती जगत नाम रे राधा नाथ नाम जगत गले राधा जगन्नाथ किए गेले विश्वर मा माता सो पिता प्रदान कर
ବିଶ୍ୱରେ ଯଦି କିଏ ବ୍ରହ୍ମଚାରୀ ଥାଏ ନାରଦ ନାରଦଙ୍କ ନାଁରେ ଏଭଳି କଳଙ୍କ ଉପାଖ୍ୟାନ ଅଛି। କିଛି କବି ଲେଖିଛନ୍ତି ତାହା ପ୍ରଥମ ବର୍ଷରୁ 20 ବର୍ଷ ପର୍ଯ୍ୟନ୍ତ ଗାୟକ ଗାୟିକା ଏ ବିଷୟ ଗାଇଲେ 20 ବର୍ଷ ପରେ ଯଦି କିଏ ନାରଦକୁ ଏଭଳି